ଗଲାଣି ତ ଗଲା କଥାରେ ସଂଗାତ ଗଲାଣି ତ ଗଲା କଥା ଗୁପତେ ସିନ ମୁଁ ତୋତେ ପଚାରୁଛି ଏଭଳି ପଡ଼ିବାରୁ ବ୍ୟଥାରେ ସଂଗାତ ଗଲାଣି ତ ଗଲା କଥା। ତେବେ ଆସନ୍ତା ଭିଡ଼ିଓକୁ ଆପଣମାନେ ଅପେକ୍ଷା କରନ୍ତୁ। ସାରଙ୍କର ପାଲା ଆସୁଛି ଖୁବ୍ ଶୀଘ୍ର ନିକଟରେ। ଜୟ ଜଗନ୍ନାଥ ଆଜ୍ଞା। ଆଜି ଆମେ ଜଣେ ମହାନ ପୁରୁଷ ଯିଏକି ବିନାୟକ ନାୟକ, ତାଙ୍କ ସହିତ ଆମେ କିଛି ସମୟ ବିତେଇବା। ତେବେ ଆସନ୍ତୁ ଆମେ ଜାଣିବା ବିନାୟକ ନାୟକ ଯେ ଆମର ପାଲା ଗାୟକ ଅଛନ୍ତି, ତାଙ୍କ ସହିତ ଆମେ କିଛି ଆଲୋଚନା କରିବା ପାଲା ବିଷୟରେ ନେଇକି। ତେବେ ଆସନ୍ତୁ ଯିବା। ସାର୍ ଆପଣଙ୍କୁ ନମସ୍କାର। ଆଉ ଆପଣ ସର୍ବପ୍ରଥମେ ଆମ ଦର୍ଶକମାନଙ୍କୁ ପ୍ରଥମ ପ୍ରଶ୍ନର ଉତ୍ତର ଦେବେ, ଯେଉଁଟାକି ପାଲା ନାଁ ଦିଆଯାଇଛି। ପାଲା ନାଁ କାହିଁକି ପାଲା ଦିଆଗଲା? ପାଲା ଶବ୍ଦର ଅର୍ଥ ହେଉଛି ପ୍ରାଚୀନ ପରମ୍ପରା ଆଉ ଆର୍ଯ୍ୟ ସଂସ୍କୃତିର ଭିତ୍ତିଭୂମିକୁ ନେଇ ପାଲା ସୃଷ୍ଟି ହୋଇଛି। ପା ଶବ୍ଦର ଅର୍ଥ ହେଉଛି ପାରିବାରିକ, ଲା ଶବ୍ଦର ଅର୍ଥ ହେଉଛି ଲାଭ। ପ୍ରତ୍ୟେକ ପରିବାରରେ, ପ୍ରତ୍ୟେକ ବ୍ୟକ୍ତିର ବା ପ୍ରତ୍ୟେକ ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାହା କିଛି ଘଟିଯାଏ ତାହା ଗୋଟିଏ ଗୋଟିଏ ଶିକ୍ଷାର ସୋପାନ ହୋଇଥାଏ। ସେ ଶିକ୍ଷାର ସୋପାନର ଯେଉଁ ସଂସଦୀୟତା ଶିକ୍ଷା ବା ଗୋଟେ ମାର୍ଗ ସେ ପାଲାରୁ ପାଇଥାଏ। ତେଣୁ ପାଲା ବ୍ୟତିରେକେ ଅବଶ୍ୟ ନାଟକରୁ ମଧ୍ୟ ପାଇଥାଏ, କିନ୍ତୁ ପାଲାରୁ ଅଧିକ ପାଇଥାଏ। ଯେହେତୁ ସଂସ୍କୃତ ସାହିତ୍ୟର ଗଭୀର ଆଲୋଚନା ହୁଏ ପାଲାରେ ଏବଂ ଉପଦେଶ ଆଉ ଅନୁଦେଶ, ନୀତି ଏବଂ ନିରାଜନା, ଚରିତ୍ର ଗଠନରେ ବହୁ ସାହାଯ୍ୟ କରିଥାଏ। ତେଣୁ ଚରିତ୍ର ମଣିଷର ପ୍ରଥମ ହେଉଛି ଚରିତ୍ର ଗଠନ ହେଉଛି ବଡ଼ ଜିନିଷ, ଯାହାକି ତାକୁ ସତ୍ ମାର୍ଗରେ ପରିଚାଳିତ କରେ, ଶିବ ସମନ୍ୱିତ ଜୀବନ ପ୍ରତିଷ୍ଠାର ଇଙ୍ଗିତ ଦିଏ ଏବଂ ତା'ର ବ୍ୟବହାର, ତା'ର ପାରିପାର୍ଶ୍ୱିକ ପରିବେଶ, ତା'ର ବହି ପ୍ରକୃତି ଆଉ ଅନ୍ତରଙ୍ଗର ସମନ୍ୱୟତାକୁ ହିସାବ କରିବାକୁ ଗଲେ ପ୍ରତ୍ୟେକ ମନ ଭିତରେ ପାଲା ହିଁ ସଞ୍ଚାର କରିଥାଏ। ତେଣୁ ପାଲା ସଂସ୍କୃତି, ପାଲା ସାହିତ୍ୟ ବହୁ ପ୍ରାଚୀନ ହେଲେ ମଧ୍ୟ ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀରେ ପାଲି, ମାଗଧୀ ଏବଂ ଏଇ ପାଲି, ମାଗଧୀ ଆଉ ଆପଣଙ୍କର ଯେଉଁ ନାଟକ, ଏଗୁଡ଼ିକ ଏଇ ନାଟକୀୟ ଢଙ୍ଗ କ୍ରମାନ୍ୱୟରେ କାବ୍ୟଂ ରସାମୃତ କାବ୍ୟମ୍। ତେଣୁ କାବ୍ୟଠାରୁ ଆହୁରି ରସ ହେଉଛି ନାଟକ। ତତ୍ର ରମ୍ୟମ୍ ଶକୁନ୍ତଳା ଯେମିତି କୁହାଯାଇଛି। ତେଣୁ କାବ୍ୟେଷୁ ନାଟକ ରମ୍ୟ ତତ୍ର ରମ୍ୟମ୍ ଶକୁନ୍ତଳା। ତେଣୁ ଶକୁନ୍ତଳା ନାଟକରେ ବା ତମେ କାବ୍ୟରେ ଏବଂ ଗଳ୍ପରେ ଯେତିକି ମଣିଷର ଶିବ ସମନ୍ୱିତ ଜୀବନ ପ୍ରତିଷ୍ଠା ପାଇଁ, ମଙ୍ଗଳ ପାଇଁ ବା ସତ୍ ପଥରେ ଚାଲିବା ପାଇଁ ବା ସତ୍ ମଣିଷଟିଏ ହେବା ପାଇଁ, ସମାଜରେ ଲବ୍ଧ ପ୍ରତିଷ୍ଠ ମଣିଷଟିଏ ହେବା ପାଇଁ ଉପଦେଶ ରହିଛି, ଠିକ୍ ସେଇଭଳି ପାଲାରେ ପ୍ରତିଟି ଲାଇନରେ, ପ୍ରତ୍ୟେକ କଥାରେ ମଧ୍ୟ ଜୀବନ ଦର୍ଶନ ଭରି ରହିଛି। ଯେଉଁ ଜୀବନ ଦର୍ଶନ କି ମଣିଷ ଜୀବନକୁ ଖୁବ୍ ଆଗେଇ ନେଇପାରିବ ଏବଂ ଆଗାମୀ ପିଢ଼ି ଯଦି ଏହା ପ୍ରତି ଅନୁରାଗ ରଖେ, ଏହା ପ୍ରତି ଯଦି ସବୁବେଳେ ଇଚ୍ଛା ପ୍ରକାଶ କରେ, ତେଣୁ ସହିତ ସାହିତ୍ୟ ହିତ ସାଧନ କରି ଜୀବନର ପ୍ରତ୍ୟେକ କଥାକୁ ବା ପ୍ରତ୍ୟେକ ଦୁଃଖ ସୁଖକୁ ଜୀବନକୁ ସମନ୍ୱିତ କରି ସେ ଚମ୍ପକ ଭଳି, ଚମ୍ପୁ କାବ୍ୟ ଯେମିତି କୁହାଯାଏ, ଗଦ୍ୟ ପଦ୍ୟଂ ସମନ୍ୱିତଂ ଚମ୍ପୁ କାବ୍ୟଂ ବିଧୀୟତେ। ତେଣୁ ଚମ୍ପକ ଭଳି ଫୁଟି ଉଠିବ, ସମସ୍ତଙ୍କ ଆଖି ଆଗରେ ସୁବାସିତ ହେବ। ତେଣୁ ପୁରାଣ ପଠନରେ ଚରିତ୍ରର ଗଠନ ଆଉ ନୀତି ଅଛି, ନିରାଜନା ଅଛି, ବିଧି ଅଛି, ବିଧାନ ଅଛି। ଯେମିତି ଆଧ୍ୟାତ୍ମିକ ଶ୍ରୋତା ଅଛନ୍ତି, ବକ୍ତା ଅଛନ୍ତି, ଠିକ୍ ସେଇଭଳି ସେମାନଙ୍କ ଭିତରେ ଗତି ଅଛି ଏବଂ ମୁକ୍ତି ଅଛି।
तेणु जमिति सेथिरु मिलिथाए आमे या बुझिनौ केवल कथारे कहू किंतु कार्यकारी कला बेले मध्य सेही भली मनुष्य जीवन को गोटे पुष्पित मनुष्य तैयारी करिथाए बा गोटे उन्नत मार्गर मनुष्य तैयारी करिथाए एवं सतपथ एवं सत ज्ञान और आहरण करिवार साहाय्य करिथाए ता हेउछि पाला ता प्राचीन परंपरा जहा कि आर्य पारसिक ग्रीक शक हुण कुषाण अफगानिस्तान मोगल मराठा इंग्रेज ये क्रमे क्रमे आसवा पूर्व जो आर्य ऋषि मानकर चिंताधारा आर्य द्राविड़ एमानकर जो चिंताधारा ये जो वैदिक चिंताधारा आ पवित्र चिंताधारा हिंदू धर्म भितर प्रथम श्रेष्ठ धर्म भाव सारा पृथ्वी रे मान्यता पाउछि तेणु से हिंदू धर्मर संस्कार को बा हिंदू धर्मर संस्कृति को जे परिवेषण करी जो माने बुलुछंती बा जो माने याकू बेउसा करिसंती बेउसा करी मध्य जगह जगह गाँ गाँ सहर अंचल सबुआड़े प्रचार प्रसार करुछंती एवं जो माने से को शुणुचंती जो माने से कथा को बुझी पारुचंती से माने मननशील से माने ज्ञानी एवं से माने लब्ध पिपासु ज्ञान पिपासु से व्यक्ति मानक पाखरे साधारण लोकटी अनेक कथा शिखिबार रही थाए आउ से गुड़िक मध्य पालार एक अंशविशेष अटे एवं पालार अंशविशेष भितरे विशेष करी संस्कृत साहित्य हिंदी साहित्य आपणकर ओडिया साहित्य एवं बंगला साहित्य आदि प्राय इंग्राजी साहित्य ये सबु प्रकार साहित्य परिवेषण हबार गोटे माध्यम होउछि पाला अन्य कौनसी थे देखा दिए नहीं तेणु सबु कवि मानकर विशेष करी जमती विलियम शेक्सपियर वाज बॉर्न ऑन 23 एप्रिल 1564 AD स्टार्टफोर्ड ऑन आवोन हु वाज द कंटेम्पोरारी ऑफ आवर कालिदास कालिदास इज द बिग बार्ड ऑफ इंडिया आमे मानुछु कालिदास जने बड़ कवि किंतु से समसामयिक विलियम शेक्सपियर 37 एक्ट लिखिथिले मध्य केवल गोटे नाटक शकुंतला नाटक तांकर सारा भारत रे कहीं सारा आफ्रिका इंग्लैंड इटाली जर्मन कुवेत आदि देश मानकरे 36टा भाषा रे एनालाइज करा जाई तार स्वाद अन्य देशर लोक माने चाखिछंती एथिपई से महान तेणु ये संस्कृति महान ये पाला भी महान ये संस्कृति महान तेणु आजिर समाज अधपतन अवस्था को गति कला बेले वर्तमान पाला जितेबाला निम्नाभिमुखी होउछि सेतेबाला केतेक चैनल माध्यम यार प्रकाश करा जिबारु किछि अंशरे लोक माने मने पकाउछंती एमिति गोटे कौन अच्छी यह कि आमको सद्यपर निवृत्ति कांता भली उपदेश देव जीवन बीतिकारे बा जीवनर पथरे आमे पथिक होला बेले यह आमको संपूर्ण उपादेय हेब यह हेउछि पाला तेबे नव युवक जो माने आमे माने पाला विषय किसी जानिने जाफल आमे थट्टा लगुच आमको बहुत पिला मु देखी जे पाला हैला बेले थट्टा करती तेबे आपण मैंने जानी ना आपण मान मुरबी मान पचारे पालार अर्थ कौन से मैंने बुझेदेवे जहाँ भी हो आम नवा गोटे छोट विरति विरति पर पुणी थे आम देखा करवा। नना आध्यात्मिक ज्ञानर कथा विरति पर आपण मानकु स्वागत। तेबे गोटे चंपू नबा सारंग मुहरु टिके जानी जिबा ये गीतटी केमिति। तेणु चंपू काव्य गद्य एवं पद्यर समन्वित गद्य पद्यं समन्वित चंपू काव्यं विधीयते तेणु गद्य पद्य मिशिथिबा संस्कृत भाषा रे विशेष करी तुमर आमर कविसूर्य बलदेव रथ तांकर किशोर चंद्रानंद चंपू आउ रत्नाकर चंपू आदि चंपू होइथिले मध्य कांत कवि लक्ष्मीकांत महापात्रंकर आउ गोटे चंपू मध्य अच्छी
ତେଣୁ ତଥାପି ସେଇଭଳି କେତେଜଣ ବର୍ଷିଆନ ଲେଖକମାନଙ୍କ ଲେଖନୀ ନିଃସୃତ ଚମ୍ପୁ କାବ୍ୟ ଏହା ସଂସ୍କୃତ ଭାଷାରେ ଅନୁବାଦ ହେଇଛି, ସଂସ୍କୃତ ଭାଷାରେ କରାଯାଇଛି ଏବଂ ଓଡ଼ିଆ ମଧ୍ୟ କରାଯାଇଛି। ଓଡ଼ିଆରେ ତା'ର ରାଗ ସଙ୍ଗୀତ ଦେଇ ବିଭିନ୍ନ ରାଗରେ ଲେଖାଯାଇଛି, ଯଥା କି ହେଲା ରେ କ ଅନୁପ୍ରାସରେ କବି ସୂର୍ଯ୍ୟ ବଳଦେବ ରଥ କହିତନୁ କହିତନୁ ଭାରତୀ ରେ କି ହେଲା ରେ ସଖୀ କି ହେଲା ଭାରତୀ ବ୍ରାହ୍ମୀ ତୁ ଭାରତୀ ଭାଷା ଗ୍ରୀବାଗ୍ବାନୀ ସରସ୍ୱତୀ। ତା ଭାଷାରେ ବର୍ଣ୍ଣନା କରି ହେଉ ନାହିଁ। ଏଭଳି ଭାବଗର୍ଭକ ସ୍ୱର ସଂଯୋଜନା ଯୁକ୍ତ କଥା ବହୁତ ଶବ୍ଦାଳଙ୍କାର ତଦ୍ଭବ ତତ୍ସମ ବହୁଳ ବ୍ୟାପାର ଭିତରେ କବି ସୂର୍ଯ୍ୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସେମିତି ତାଙ୍କର ଖେଳାଲୋଳା ଖଞ୍ଜନାଖି କି ସାହସ କଲୁ ରେ ଖରାପ ହେଲୁ ରେ। କେହି ସଖୀ ମାନେ ଅନୁପାସ ଚମ୍ପୁ ଅନୁସାରେ କେହି ସଖୀ ତାଙ୍କୁ ପ୍ରବୋଧନା ଦେଉଛି, ରେ ଖେଳାଲୋଳା ଖଞ୍ଜଣାଖି ତୁ କି ସାହସ କଲୁ, ତୁ ଖର୍ବ ହୋଇ ସୁରତରୁ କେଦାରେ ବାଞ୍ଛିଲୁ। ତେଣୁ ଏଭଳି ଯେଉଁ ଭାବଗର୍ଭକ ଭାଷାର ଆବରଣ ରହି ଗଭୀର ଚିନ୍ତାଧାରା ଭିତରେ ପ୍ରେମ ଭାବ ଫୁଟି ଉଠିଛି। ଏ ରାଧାକୃଷ୍ଣଙ୍କର ସଖୀ ଏବଂ ଗୋପୀଙ୍କର କୃଷ୍ଣଙ୍କର ପ୍ରେମକୁ ଆନନ୍ଦ କରିବା ପାଇଁ, ଆନନ୍ଦ ମୁଖର କରିବା ପାଇଁ ଏଠି ଗୋପୀ ଭାବର ସୃଷ୍ଟି କରାଯାଇଛି। ପୁଣି କେତେକ ସଖୀ କହିଛନ୍ତି, ପୁଣି ଅନୁପ୍ରାସ ଚମ୍ପୁ ଗଲାଣି ତ ଗଲା କଥାରେ ସଙ୍ଗାତ, ଗଲାଣି ତ ଗଲା କଥା ଗୁପତେ ସିନ ମୁଁ ତୋତେ ପଚାରୁଛି, ଏ ବଳି ପଡ଼ିବାରୁ ବ୍ୟଥାରେ ସଙ୍ଗାତ, ଗଲାଣି ତ ଗଲା କଥା। ରେ ସଙ୍ଗାତ କଥା ତ ଚାଲିଗଲାଣି, ଗୁପ୍ତରେ ସିନା ମୁଁ ତୋତେ ପଚାରୁଛି, କିନ୍ତୁ ମୋର ବ୍ୟଥା ମୁଁ ସହିପାରୁନାହିଁ। କେହି ସଖୀ କହୁଛି, ଏମିତି ରାଧାକୃଷ୍ଣଙ୍କର ଭାବରେ ବା ହାଦିନୀ ଶକ୍ତିର ଯେଉଁ ବ୍ରଜ ଭାବ, ବ୍ରଜ ପ୍ରେମ, ରାଧାକୃଷ୍ଣଙ୍କର ପ୍ରେମ, ତେଣୁ ଯେଉଁ ଅପ୍ରାକୃତ ପ୍ରେମ, ଏହି ସମ୍ପର୍କରେ ପ୍ରାୟ କବି ସୂର୍ଯ୍ୟଙ୍କର କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ କୁହାଯାଇଛି ଓ ରତ୍ନାକର ଚମ୍ପୁ ମଧ୍ୟ ସେଇଭଳି କୁହାଯାଇଛି। ଯାହା ହଉ, ଏମିତି ଅନେକ କ ଠାରୁ କ୍ଷ ପର୍ଯ୍ୟନ୍ତ ସେ କହିଛନ୍ତି। ଘେନାଇ ଆମ୍ଭେ ଯେତେ କହିଲୁ ଗୋ, ଘେନିଲୁ ନାହିଁ ବାଳା ପଇଲୁ ଗୋ। କହିଲେ ଘେନାଇ ଯେତେ ପ୍ରକାର କହିଲୁ, କେହି ସଖୀ କହୁଛି, ହେ ରାଧା ଯେତେ ପ୍ରକାର ବୁଝେଇଲେ ମଧ୍ୟ ତୁମେ କିଛି ବୁଝିଲା ନାହିଁ। ତୁମେ ସେ ନଟବର କାହ୍ନୁ କୃଷ୍ଣଙ୍କର ପ୍ରେମରେ ପ୍ରେମାୟିତ ହୋଇ, ଭାବାୟିତ ହୋଇ ତୁମ ସମସ୍ତ କଥାକୁ, ନାରୀତ୍ୱକୁ ବଡ଼ ବ୍ରଜଦାଣ୍ଡରେ ବିକିଦେଲ। ଇଏ ବଡ଼ ଦୁଃଖର ବିଷୟ। ତେଣୁ ଏଇଭଳି କେତେ ଗୁଡ଼ିଏ ପ୍ରତ୍ୟେକ ଅକ୍ଷର ଉପରେ ବା ପ୍ରତ୍ୟେକ ଆମର ଯେଉଁ ବର୍ଣ୍ଣମାଳା ଅଛି, ସେ ବର୍ଣ୍ଣମାଳା ଉପରେ ସମ୍ପୂର୍ଣ୍ଣ ଗୋଟିଏ ଗୋଟିଏ ଗୀତ ଲେଖିଛନ୍ତି। ତାର ନିର୍ଦ୍ଦିଷ୍ଟ ଛନ୍ଦ, ନିର୍ଦ୍ଦିଷ୍ଟ ରାଗ ଏବଂ ଯାହା ପ୍ରାଚୀନ ରାଗ ବର୍ତ୍ତମାନର ରାଗ ତାହା ନୁହଁ। ତେଣୁ ପ୍ରାଚୀନ ରାଗ ଅନୁସାରେ ଯେମିତି ଚାଲିଥିଲା, ଠିକ୍ ସେଇଭଳି ଆପଣଙ୍କର କେଦାର ରାଗ ଭିତରେ ରଖିଛନ୍ତି ତାକୁ। ସଖୀ ମୁଁ ଚାହିଁଛି ମାତ୍ର ଶ୍ରୀଖଣ୍ଡରେ, ସଖୀ ମୁଁ ଚାହିଁଛି ମାତ୍ର ତୁଚ୍ଛା ଅପବାଦେ ଚମକି ପଡ଼ୁଛି,
ତୁଚ୍ଛା ଅପବାଦେ ଚମକି ପଡ଼ୁଛି ଏ ବ୍ରଜ ବଜାର ଦାଣ୍ଡରେ ସଖୀ ମୁଁ ଚାହିଁଛି ମାତ୍ର ଶ୍ରୀଖଣ୍ଡରେ ସଖୀ ମୁଁ ଚାହିଁଛି ମାତ୍ର। ଏଇଭଳି ସ୍ୱର୍ଗରେ ବା ଏଇଭଳି ଛନ୍ଦରେ ବହୁତ ପ୍ରକାର ରାଧାକୃଷ୍ଣଙ୍କର ଆଉ ପ୍ରେମିକ ପ୍ରେମିକାର ଭାବ ପରିସ୍ଫୁଷ୍ଟ ହୋଇଛି। ଛନ୍ଦ କାବ୍ୟ, ଚମ୍ପୁ କାବ୍ୟ, ଗଦ୍ୟ କାବ୍ୟ, ଏ ମଧ୍ୟ ମହାନ କାବ୍ୟ ସବୁ ସୃଷ୍ଟି କରାଯାଇଛି ଭାରତବର୍ଷରେ। ଯେଉଁମାନେ ମହିୟାନ ବା ଯେଉଁମାନଙ୍କୁ ନମସ୍ୟ ପୂଜ୍ୟ ବରଣ୍ୟ ବୋଲି କୁହାଯାଉଛି, କିନ୍ତୁ ସେମାନଙ୍କର ସାହିତ୍ୟର ବର୍ତ୍ତମାନ ସମାଜରେ ଆଉ ପ୍ରାୟ ଆଦୃତି ନାହିଁ। ଏଥିପାଇଁ ପାଲାର ଅବନତି ଘଟୁଛି। ପାଲା ଅବସ୍ଥାରେ ରହୁନାହିଁ। ତେଣୁ ଯଦି ପ୍ରକୃତ ତାର ମାତୃଭାଷା ମାତୃଭୂମି ପ୍ରତି ମମତା ନ ରହେ, ତାହେଲେ ଆମେ ସେ ଜ୍ଞାନୀ ବୋଲି ଆମେ ତାଙ୍କୁ କହିପାରିବା ନାହିଁ। ତଥାପି ଆମେ ଏତିକି କହିବା, ଯେଉଁମାନେ ମାତୃଭୂମିରେ ପାଦ ଦେଇ ଚାଲୁଛନ୍ତି, ଯେଉଁମାନେ ମାତୃଭାଷା କହୁଛନ୍ତି, ସେମାନଙ୍କର ମାତୃଭାଷାର ପୂର୍ବ ଐତିହ୍ୟ, ପୂର୍ବସୂରୀମାନଙ୍କର ଯେଉଁ ଦାନ, ସେଥିପାଇଁ କେବଳ ପାଲାର ଆବଶ୍ୟକ ରହିଛି ସେଇମାନଙ୍କ କଥା ଆଲୋଚନା କରିବା ପାଇଁ। ସେଇ ପୂର୍ବସୂରୀମାନଙ୍କୁ ବଞ୍ଚେଇ ରଖିବା, ବର୍ତ୍ତମାନର ସୂରୀମାନଙ୍କୁ ବଞ୍ଚେଇ ରଖିବା, ବା ଆଗାମୀ ଭବିଷ୍ୟତରେ କେମିତି ସମସ୍ତ ଓଡ଼ିଆବାସୀ, ଓଡ଼ିଆ ଲୋକ, ଭାରତୀୟ ତାର ସଂସ୍କୃତି ଏବଂ ଭାଷା ପ୍ରତି ଯତ୍ନବାନ ହେବେ, ସେଥିପାଇଁ ଆମେ ସବୁବେଳେ ବିରତ ରହି କେବଳ ପାଲା ଜଗତରେ କେବଳ ପରିଦର୍ଶନ କଲେ ଆମେ ଏ ସମସ୍ତ କଥାକୁ ବଞ୍ଚେଇ ରଖିପାରିବା। ଆଉ ଅନ୍ୟ କୌଣସି ମାଧ୍ୟମ ନାହିଁ। ତେଣୁ କାବ୍ୟ ଯଶସେ ବ୍ୟବହାର ବିଦେ ଶିବେତର କ୍ଷତେ ସଦ୍ୟପର ନିବୃତ୍ତେ କାନ୍ତା ସಮೇତ ଉପଦେଶ ଯୁଝେ। ବହୁ ଉପଦେଶ ଏବଂ ବହୁ ପ୍ରେରଣା ପ୍ରୋତ୍ସାହନ ମୋର ଗୁରୁ ଗାୟକ ଭୂଷଣ ଘନଶ୍ୟାମ ନାୟକ ଏବଂ ଗାୟକ ଭାଗୀରଥୀ ରାଉତ ମହୋଦୟ, ସିଏ ମଧ୍ୟ ଏବେ ଇହଧାମ ତ୍ୟାଗ କଲେଣି। ସେମାନେ ବଳିଷ୍ଠ ପାଠକ ଏବଂ ବଳିଷ୍ଠ ବିଦ୍ୱାନ। ସେମାନଙ୍କର ଦାନ, ସେମାନଙ୍କର ପ୍ରୋତ୍ସାହନ ଏବଂ ଆଞ୍ଚଳିକ ଯେଉଁ ବ୍ୟକ୍ତିମାନେ ଅଛନ୍ତି, ପୌରାଣିକ ବ୍ୟକ୍ତିମାନେ, ସେମାନଙ୍କର ପ୍ରୋତ୍ସାହନ ହିଁ ମୋତେ ଆଗେଇ ଆଣିଥିଲା ପାଲା ଜଗତକୁ। ତେଣୁ ମୁଁ ଜଣେ ପାଲା କଳାକାର ହେବି, ଏଇ କଥା ମୋର ପାରିପାର୍ଶ୍ୱିକ ପରିବେଶରେ ଥିବା ବହୁ ବ୍ୟକ୍ତିମାନଙ୍କ ସହିତ ସହ ସମ୍ପର୍କରେ ମୁଁ କେବଳ ଶିକ୍ଷା କରିଥିଲି। ଏହା ହେଉଛି କେବଳ ଉପଦେଶ, ଏହା ହେଉଛି ସମାଜ ଗଠନ କରିବାର, ସୁସ୍ଥ ସମାଜ ଗଠନ କରିବାର ଗୋଟାଏ ମାଧ୍ୟମ। ଏଇ ମାଧ୍ୟମ, ତେଣୁ ଏଇ ମାଧ୍ୟମରେ ଶୃଙ୍ଖଳିତ ସମାଜଟିଏ ସୃଷ୍ଟି କରିହେବ। ତେଣୁ ଶୃଙ୍ଖଳିତ ସମାଜଟିଏ ସୃଷ୍ଟି କରିବା ପାଇଁ ହେଲେ ବିଭିନ୍ନ ଉପଦେଶର ଆବଶ୍ୟକ ଅଛି। ତେଣୁ ଉପଦେଶ ଗୁଡ଼ିଏ ବା ନିଜର ମନକୁ ବୁଝିଲା ଭଳି ବିଭିନ୍ନ ଉଦାହରଣମାନ ଆଉ ବୈଶିଷ୍ଟ୍ୟତା ଏଇ ପାଲା ଭିତରୁ ହିଁ ଦେଖିବାକୁ ମିଳିଥାଏ, ଯାହାକି ରୀତିଯୁଗୀୟ ସାହିତ୍ୟ ଭିତରେ ଆହ୍ଲାଦ୍ୟ ଉଦ୍ଦିଷ୍ଟ ଉଦାହରଣ। ବିଶେଷ କରି ରାମାୟଣ ଏବଂ ମହାଭାରତ, ଏ ଦୁଇଟି ହେଉଛି ଆମର କଲିଜା। ତେଣୁ ଏ ରାମାୟଣ ଏବଂ ମହାଭାରତରେ ଯେତେ ଗୁଡ଼ିଏ କଥା ହେଇଛି, ଜୀବନ ଦର୍ଶନ ଅଛି, ବା ଯେମିତି ପାରିବାରିକ ଜୀବନର ସୁଖ ସମୃଦ୍ଧିକୁ ଆଣିବା ପାଇଁ, ଗଢ଼ିବା ପାଇଁ, ତୋଳିବା ପାଇଁ, ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଏହାର ଏଇ ମାତ୍ର ସୃଷ୍ଟି ହୋଇଛି। ତେଣୁ ୟାକୁ ଆମେ ପଢ଼ିଲେ, ମନେ ରଖିଲେ, ଏହାର ଉଦାହରଣ ଆମ ଜୀବନରେ ବହୁ ସାହାଯ୍ୟ ଆସିବ। ଆମେ ନିଶ୍ଚିତ ଭାବରେ ଖରାପ ପଥକୁ ନ ଯାଇ ଠିକ୍ ବାଟରେ ଚାଲିପାରିବା। ଏହା ହେଉଛି ମୋର କହିବାର କଥା। ତେବେ ଦର୍ଶକ ବନ୍ଧୁ, ଆଜି ଆମେ ସାରଙ୍କ ସହିତ କଥା ହୋଇ ବହୁତ କଥା ଜାଣିଲେ। ତେବେ ଆସନ୍ତା ଭିଡ଼ିଓକୁ ଆପଣମାନେ ଅପେକ୍ଷା କରନ୍ତୁ। ସାରଙ୍କର ପାଲା ଆସୁଛି ଖୁବ୍ ଶୀଘ୍ର ନିକଟରେ। ଆପଣମାନେ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରି ରଖିଥାନ୍ତୁ ଏବଂ କମେଣ୍ଟ ଦିଅନ୍ତୁ ଯେ ଆଉ କ'ଣ କରିଥିଲେ ଭଲ ହେଇଥାନ୍ତା, କମେଣ୍ଟ ଦେଇକି କୁହନ୍ତୁ। ଏବଂ ନନା ଚ୍ୟାନେଲକୁ ଭଲ ପାଇଥାନ୍ତୁ, ଆପଣଙ୍କର ଆଶୀର୍ବାଦ ରଖିଥାନ୍ତୁ। ଆସନ୍ତା ଭିଡ଼ିଓକୁ ଆପଣମାନେ ଅପେକ୍ଷା କରନ୍ତୁ। ରହିଲେ ଆଜ୍ଞା।